ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତମେ, ଯେଉଁଠି ଜଗନ୍ନାଥଙ୍କର କଥା ଗୀତ, ଜଗନ୍ନାଥଙ୍କର ପ୍ରସଙ୍ଗ ବା ଜଗନ୍ନାଥଙ୍କ ଉପରେ କୌଣସି ପ୍ରୋଗ୍ରାମ ଚାଲିଥାଏ, ସେଠି ଲୋକମାନଙ୍କର ବା ଭକ୍ତମାନଙ୍କର ବିଶାଳ ସମାଗମ ହୋଇଥାଏ। ଭକ୍ତ ବିଭୋର ହୋଇଯାଆନ୍ତି ଜଗନ୍ନାଥଙ୍କ କଥାମୃତ ଶୁଣିବା ପାଇଁ। ଏମିତି ଏକ ଜାଗା ଯେଉଁଠି ଜଗନ୍ନାଥଙ୍କର ପ୍ରତ୍ୟେକ ବେଶ ଆପଣମାନେ ଦେଖିବାକୁ ପାଇବେ। ଆଜି ହେଉଛି କାର୍ତ୍ତିକ ମାସ ବା କାର୍ତ୍ତିକ ପୂର୍ଣ୍ଣିମା, ରାସ ପୂର୍ଣ୍ଣିମା ନାମରେ ସମସ୍ତେ ଜାଣିଛନ୍ତି। ଆଜି ଧର୍ମର ମାସ, ବହୁତ ବଡ଼ ଦିନ ଆଜି। ସେଇ ବଡ଼ ଦିନରେ ଆପଣମାନଙ୍କୁ ମୁଁ ନେଇଯିବି ଜଗନ୍ନାଥଙ୍କର ପ୍ରତିଟି ବେଶ, ଯେଉଁଟାକି ଆପଣମାନେ ହୁଏତ ଦେଖିନଥିବେ, ହୁଏତ ଜାଣିନଥିବେ। ସେଇ ଜଗନ୍ନାଥଙ୍କର ପ୍ରତିଟି ବେଶକୁ ମୁଁ ଦେଖେଇବି ଆଉ ଆପଣମାନଙ୍କୁ ହୃଦୟଙ୍ଗମ କରିବି ଜଗନ୍ନାଥଙ୍କ ଉପରେ ଏ ସମାଗମ। ତେଣୁ ଆପଣମାନେ ଏ ଭିଡ଼ିଓଟିକୁ ଦେଖନ୍ତୁ ଆଉ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ପ୍ରଭୁ ଜଗନ୍ନାଥଙ୍କ ଉପରେ ଇଏ ହେଉଛି ଯଜ୍ଞକୁଣ୍ଡ। ଇଏ ହେଉଛି ମହାପ୍ରଭୁଙ୍କର ବଡ଼ ପୈତରୀ ବେଶ। ସବୁ ବେଶ ଭିତରୁ ଇଏ ଗୋଟେ ଅନ୍ୟତମ। ଇଏ ହେଉଛି ମହାପ୍ରଭୁଙ୍କର ପ୍ରତିଦିନ ବେଶ। ମହାପ୍ରଭୁଙ୍କର ଇଏ ହେଉଛି ବଡ଼ ସିଂହାର ବେଶ। ମହାପ୍ରଭୁଙ୍କର ଇଏ ହେଲା ଚନ୍ଦନ ଲାଗି ବେଶ। ଗଜାନନ ବେଶ ଜ୍ୟେଷ୍ଠ ପୂର୍ଣ୍ଣିମାରେ ପାଳିତ ହୁଏ। ସୁନାବେଶ ରଥ ଉପରେ ଆଷାଢ଼ ଶୁକ୍ଳ ଏକାଦଶୀରେ ପାଳିତ ହୁଏ। ବଣଭୋଜି ବେଶ ଭାଦ୍ରବ କୃଷ୍ଣ ଦଶମୀରେ ପାଳିତ ହୁଏ। କାଳିୟ ଦଳନ ବେଶ ଭାଦ୍ରବ କୃଷ୍ଣ ଏକାଦଶୀରେ ପାଳିତ ହୁଏ। ପଳୟମ୍ବାସୁର ବଧ ବେଶ ଭାଦ୍ରବ କୃଷ୍ଣ ଦ୍ୱାଦଶୀ ତିଥିରେ ପାଳିତ ହୁଏ। କୃଷ୍ଣ ବଳରାମ ବେଶ ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ ପାଳିତ ହୁଏ। ବାମନ ବେଶ ଭାଦ୍ରବ ଶୁକ୍ଳ ତ୍ରୟୋଦଶୀରେ ପାଳିତ ହୁଏ। ଅଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ରାଧା ଦାମୋଦର ବେଶ ଦେଖାଯାଏ। ଇଏ ହେଉଛି ଜଗନ୍ନାଥଙ୍କର ହରିହର ବେଶ। ଲକ୍ଷ୍ମୀ ନାରାୟଣ ବେଶ କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଦେଖାଯାଏ। ବାଙ୍କଚୂଡ଼ ବେଶ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ପଡ଼ିଥାଏ। ମହାପ୍ରଭୁଙ୍କର ଇଏ ହେଉଛି ଲକ୍ଷ୍ମୀ ନୃସିଂହ ବେଶ। ନାଗାର୍ଜୁନ ବେଶ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ। ମାର୍ଗଶିର ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଠାରୁ କୃଷ୍ଣ ପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଶ୍ରାଦ୍ଧ ବେଶ ପାଳିତ ହୁଏ। ମାର୍ଗଶିର ମାସ ଶୁକ୍ଳ ପକ୍ଷ ଠାରୁ ମାଘ ମାସ ଶୁକ୍ଳ ଚତୁର୍ଥୀ ପର୍ଯ୍ୟନ୍ତ ଘୋଡ଼ ଲାଗି ବେଶ ଦେଖିବାକୁ ମିଳେ। ମୁଁ ଆପଣଙ୍କୁ ସବୁ ବେଶ ବିଷୟରେ ଅବଗତ କରାଉଛି, ଦେଖାଉଛି ମଧ୍ୟ। ଆପଣମାନେ ଆଗକୁ ଆହୁରି ବେଶ ଅଛି, ସବୁତକ ମୁଁ ଦେଖେଇବି। ଆପଣ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ପଦ୍ମବେଶ ମାଘ ଅମାବାସ୍ୟା ଠାରୁ ଶ୍ରୀ ପଞ୍ଚମୀ ମଧ୍ୟରେ ଯେକୌଣସି ବୁଧବାର ଆଉ ଶନିବାର ଏ ବେଶ ଦେଖିବାକୁ ମିଳେ। ମହାପ୍ରଭୁଙ୍କର ଇଏ ହେଉଛି ନବାଙ୍କ ବେଶ। ମକର ସଂକ୍ରାନ୍ତି ପୂର୍ବଦିନ ଏ ବେଶ ଦେଖିବାକୁ ମିଳେ। ମକର ଦୌରାଣୀ ବେଶ ଏ ମକର ସଂକ୍ରାନ୍ତି ଦିନ ଏ ବେଶ ମହାପ୍ରଭୁଙ୍କର ଦେଖିବାକୁ ମିଳେ। ଏ ହେଉଛି ଗଜ ଉଦାହରଣ ବେଶ ମାଘ ପୂର୍ଣ୍ଣିମାରେ ଦେଖିବାକୁ ମିଳେ। ତେଣୁ ଆପଣମାନେ ପ୍ରତିଟି ବେଶ ବିଷୟରେ ଅବଗତ ହେଉଛନ୍ତି, ତେଣୁ ଆପଣମାନେ ସମ୍ପୂର୍ଣ୍ଣ ଦେଖନ୍ତୁ। ଚାଚେରି ବେଶ ଫାଲ୍ଗୁନ ଶୁକ୍ଳ ଦଶମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏ ବେଶ ଦେଖିବାକୁ ମିଳେ। ମହାପ୍ରଭୁଙ୍କର ସବୁ ବେଶ ଏଠି ସମାପ୍ତ ହେଉଛି। ମହାପ୍ରଭୁଙ୍କର ସବୁ ବେଶ ଏଠି ସମାପନ କରାଯାଇଥିଲା। ଆଉ ଇଏ ହେଉଛି ମହାପ୍ରଭୁ ଯାହାଙ୍କୁ ଆଖି ଆଗରେ ରଖି ଏଠି
ଭଜନ ଜଣାଣ ପ୍ରବଚନ କାର୍ଯ୍ୟକ୍ରମ ବି ଆଗେଇ ଯାଇଥିଲା। ଆସିଥିବା ଭକ୍ତମାନଙ୍କର ଏଠି ଅରୁଆ ଅନ୍ନ ଭଜନ କାର୍ଯ୍ୟକ୍ରମ ବି ହେଇଥିଲା। ତେଣୁ ଆପଣମାନଙ୍କୁ ଏ ହେଉଛି ମୋର ଭେଟ।